ଅପେକ୍ଷା ଥିଲା ଭଉଁରୀ ତିଥିକୁ, ଅପେକ୍ଷା ଥିଲା ଆଜ୍ଞା ମାଳକୁ। ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଶ୍ରୀଜୀଉମାନଙ୍କ ତିନି ବାଡ଼ରୁ ପୂଜାପଣ୍ଡା ସାମନ୍ତମାନେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ଆଜ୍ଞାମାଳ ଧରି ପାଟ ପଟୁଆର ଘଣ୍ଟ ଘଣ୍ଟା ବିଜେ କାହାଳି ସହ ଆସି ପହଞ୍ଚିଥିଲେ ଶ୍ରୀନଅର ସମ୍ମୁଖସ୍ଥିତ ରଥ ଖଳାରେ। ଆଜ୍ଞାମାଳ ଦେଖି ବିଶ୍ୱକର୍ମା ମହାରଣା ଓ ଭୋଇ ସେବକମାନେ ଚଳଚଞ୍ଚଳ ହୋଇ ପଡ଼ିଥିଲେ। ତିନି ରଥର ନାହାକା ଚକ ସହ ସଂଯୋଗ କରିଥିଲେ ଦୁଇଟି ଲେଖାଏଁ ଚକ। ପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ୱଜର ଚକଡେରା ନୀତି ସମ୍ପନ୍ନ ହୋଇ ଆଜ୍ଞାମାଳ ଲାଗି ହେବା ପରେ ଦ୍ୱିତୀୟରେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ଡେରା ହୋଇଥିଲା ଚକ ଅଖ। କହିବୁ କ'ଣ, ପ୍ରତ୍ୟେକ ବର୍ଷ ଏହି ପରମ୍ପରା ନୀତି ଅନୁସାରେ ଆମର ଆଜି ଭଉଁରୀ ତିଥିରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଲା ପରେ ପ୍ରତ୍ୟେକ ରଥର ଦୁଇଟି ଚକ ସହିତ ଗୋଟେ ଗୋଟେ ଅଖ ସଂଯୋଗ କରାଯାଇ ଠିଆ କରାଗଲା। ପ୍ରଭୁ ଆଜ୍ଞା ଦେଲେ ତାଙ୍କ ରଥ ଦଣ୍ଡାୟମାନ କରିବା ପାଇଁ। ପ୍ରତ୍ୟେକ ବର୍ଷ ପ୍ରକାର ଆଜି ମଧ୍ୟ ସେ କାର୍ଯ୍ୟ ସମ୍ପନ୍ନ କରାଗଲା। ନୀତିକାନ୍ତି ଥିଲା କ'ଣ ଆମେ ତ କହିପାରୁନା, ଆମେ କାର୍ଯ୍ୟରେ ଲାଗିଛୁ। ଯେତେବେଳେ ପ୍ରଭୁଙ୍କର ଧୂପ ସରେ, ସକାଳ ଧୂପ ସରେ, ପ୍ରଭୁଙ୍କର ଆଜ୍ଞାମାଳ ଆସେ। ସକାଳ ଧୂପ ସରିଲା ପରେ ପ୍ରଭୁଙ୍କର ଆଜ୍ଞାମାଳ ଆସିଲା ଏବଂ ଚକଡରା ନୀତି ସମ୍ପନ୍ନ ହେଲା। ଭଉଁରୀ ଯାତ୍ରାରେ ମହାପ୍ରଭୁଙ୍କର ପରମ୍ପରା ଅନୁସାରେ ଚକ ଡେରା ନୀତି ରହିଥାଏ ଏବଂ ସେ କାର୍ଯ୍ୟ ବି ଆମର ଆଜି ସମ୍ପୂର୍ଣ୍ଣ ହୋଇସାରିଛି। ସେ କାର୍ଯ୍ୟ ପ୍ରଥମତଃ ଆମେ 6ଟି ଚକ ଆମେ ବାହାରୁ କାଢ଼ିଥିଲୁ ଏବଂ ତାପରେ ତେଲ ମାରିଥିଲୁ। ତାପରେ ପାଣିଆ ସେବକ ପାଣି ପକାଇଥିଲେ। ତାପରେ କମାର ସେବକମାନେ ଜୋଖିଆ ବାଢ଼ିଥିଲେ। ତାପରେ ଆମେ ଚକ ଡେରିବା ପାଇଁ ମହାପ୍ରଭୁଙ୍କର ଯେଉଁଟାକି ଆଜ୍ଞାମାଳକୁ ଆମେ ଅପେକ୍ଷା କରି ରହିଥିଲୁ ଏବଂ ଆଜ୍ଞାମାଳ ପହଞ୍ଚି ସାରିବା ପରେ ଆମେ ପ୍ରଥମେ ବଳଭଦ୍ରଙ୍କର ଅଖଚକ ସଂଯୋଗ କରି ହରିବୋଲ ପକାଇଥିଲେ। ତାପରେ ନନ୍ଦିଘୋଷର ଅଖଚକ ସଂଯୋଗ କରିସାରିବା ପରେ ହରିବୋଲ ପକାଇଥିଲୁ। ତାପରେ ମା ସୁଭଦ୍ରାଙ୍କର ଅଖଚକ ସଂଯୋଗ କରି ହରିବୋଲ ପକାଇଥିଲୁ, ଯେଉଁଟାକି ଚକଡେରା ନୀତି ସମ୍ପୂର୍ଣ୍ଣ ହୋଇସାରିଛି। 9ଟା ହରିବୋଲ ଯେଉଁଟାକି ଚକ ଡେରା ନୀତିରେ ପ୍ରଥମ ହରିବୋଲ ଥାଏ ଭଉଁରୀ ଯାତ୍ରାରେ ଏବଂ ଦ୍ୱିତୀୟ ହରିବୋଲଟି 5 ଦଣ୍ଡାରେ ରହିଥାଏ। ତୃତୀୟ ହରିବୋଲଟି 4 ନାହାକା, ଚତୁର୍ଥ ହରିବୋଲଟି ଛକାଟ ଏବଂ ପଞ୍ଚମ ହରିବୋଲଟି ବଡ଼ ବୋଟଳ, ଷଷ୍ଠ ହରିବୋଲ ଖପୁରୀ ଏବଂ ସପ୍ତମ ହରିବୋଲ ହେଉଛି କଳସ, ଅଷ୍ଟମ ହରିବୋଲ ହେଉଛି ଚାରିଦୁଆର, ନବମ ହରିବୋଲ ହେଉଛି ପ୍ରଭା ସିଂହାସନ। ଯେତେବେଳେ ପ୍ରଭା ସିଂହାସନ ରଥରେ ଲାଗିଥାଏ ସମ୍ପୂର୍ଣ୍ଣ ଭାଗ ରଥରେ କାର୍ଯ୍ୟ ଶେଷ ହୋଇଯାଇଥାଏ। ଆଉ ରଥର କେବଳ ମହାପ୍ରଭୁଙ୍କୁ ଅପେକ୍ଷା କରି ରହିଥାନ୍ତି। ରଥ ରୂଢ଼ ହେଲେ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଥାଏ। ଆମର ଆଜିର ଦିନରେ ଯେଉଁ ଭଉଁରୀ ଉତ୍ସବ ଆଜି ଆମର 20 ଦିନ ଅଖିତର କାମ ଆରମ୍ଭ ହୋଇଥିଲା। ଆଜି ଭଉଁରୀକି ଆମେ ଚକ ଡେରିକିରି ପୂର୍ଣ୍ଣାବତୀ କରି ମହାପ୍ରଭୁଙ୍କ ଆଜ୍ଞା ଆସିଲା। ଚକୁ ଆଜି ବାହାରେ ନେଇ ଡେରିଲୁ। ତାପରେ ଆମର ବହୁତ ମନଟା ଆନନ୍ଦ ଅଛି। ସେ ଆନନ୍ଦରେ ବହୁତ ଖୁସି ମନ ବି ଅଛି। ତାପରେ ଦ୍ୱିତୀୟରେ ଆମର ଯେଉଁ ନିଖିଳ ଉତ୍କଳ ବିଶ୍ୱକର୍ମା ସମିତିର ଅଲ୍ ଓଡ଼ିଶାର ବିଶ୍ୱକର୍ମା ମାନେ ତାଙ୍କର ସମର୍ଥନ ଆଜି କଲେ। ସେ ସମର୍ଥନଟାକୁ ଭାରି ଖୁସି ଲାଗିଲା। ଭଉଁରୀ ତିଥିରେ ଆଜି ଆମର ଅଖଚକ ସଂଯୋଗ କରାଗଲା। ଆମର ଅକ୍ଷୟ ତୃତୀୟା ଠାରୁ ଆଜି ପର୍ଯ୍ୟନ୍ତ 21 ଦିନ ରଥ ଖଳାରେ କାର୍ଯ୍ୟ ହେଉଥିଲା ଏବଂ ଆମର ଚକ ସମ୍ପୂର୍ଣ୍ଣ କରାଯାଇ ଆମର ଆଜି ଭଉଁରୀ ତିଥିରେ ଆମର ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ କଲେ। ସକାଳ ଧୂପ ସରିଲା ପରେ ଆଜ୍ଞାମାଳ ପୂଜାପଣ୍ଡା ସାମନ୍ତମାନେ 3 ବାଟରୁ 3 ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ଆସି ଆମର ଘଣ୍ଟ କାହାଳି ଛତା ଏବଂ ବାଜା ସହିତ ଆମର ଆସି ରଥ ଖଳାରେ ଉପସ୍ଥିତ ହେଲେ। ରଥ ଖଳାରେ ଆମର ଶ୍ରୀ ନହର ଆମର ରଜାଙ୍କ ସିଂହଦ୍ୱାରରେ ଉପସ୍ଥିତ ରହିଲେ। ଉପସ୍ଥିତ ରହିବା ପରେ ଆମେ ଭୋଇ ସେବକମାନେ ମିଶି 3 ରଥର ଏବଂ ଠାକୁରଙ୍କ ରଥର ଅଖଚକ ସଂଯୋଗ କଲୁ। ସେଠି ହରିବୋଲ ପକେଇଲୁ। ତାପରେ ମହାପ୍ରଭୁଙ୍କ ବାଡ଼କୁ ଆସିଲୁ, ସେଠି ଅଖଚକ ସଂଯୋଗ କଲୁ। ତାପରେ ହରିବୋଲ ପକେଇଲୁ। ତାପରେ ମା ସୁଭଦ୍ରାଙ୍କ ବାଡ଼କୁ ଆସିଲୁ, ସେଠି ଅଖଚକ ସଂଯୋଗ କରି ହରିବୋଲ ପକେଇଲୁ। ଏହି ପ୍ରକାର 3 ଗୋଟି ଆମେ ପ୍ରଥମ ହରିବୋଲ ହେଲା ଆମର। ଆଜି ଭଉଁରୀ ଅବସରରେ ଆଉ ଏକ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଯେ 3 ଗୋଟି ରଥ, ନନ୍ଦିଘୋଷ ରଥ, ତାଳଧ୍ୱଜ ରଥ, ଦର୍ପଦଳନ ରଥ, ଯେଉଁ 3 ଗୋଟି ରଥ ନିର୍ମାଣର ଶୁଭାରମ୍ଭ କରାଯାଇଛି ଅକ୍ଷୟ ତୃତୀୟା ତିଥିରେ, ସେହି କ୍ରମରେ ଆଜି ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସେ। ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସି 3 ଗୋଟି ଚକ
ର ଅଖ ଉପରେ ଥୁଆଯାଏ। ଆଜି ହେଉଛି ଅଖ ଡେରା ନୀତି, ଅର୍ଥାତ୍ ମାନେ 3 ଗୋଟି ଚକରେ ଆଜି ଅଖ ସଂଯୋଜିତ ହୁଏ। ଅର୍ଥାତ୍ 3 ଗୋଟି ଯେଉଁ ରଥ ରହିଛି ଶ୍ରୀ ନନ୍ଦିଘୋଷ ରଥ, ସେଥିର ଯୋଡ଼ିଏ ଚକ ସହିତ ଗୋଟିଏ ଅଖ ସଂଯୋଜିତ ହୁଏ। ତାଳଧ୍ୱଜର ମଧ୍ୟ 2ଟି ଚକ ସହିତ ଗୋଟିଏ ଅଖ ସଂଯୋଜିତ ହୁଏ। ସେହିପରି ଦର୍ପଦଳନ ରଥର 2ଟି ଚକ ସହିତ ଅଖ ମଧ୍ୟ ସଂଯୋଜିତ ହୁଏ ଏବଂ ଏଥିରେ ଆଜ୍ଞାମାଳ ଲାଗି ହୋଇଥାଏ। ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଆଜ୍ଞାରେ ଏହି ରଥ ନିର୍ମାଣ କାର୍ଯ୍ୟ ଅନୁଷ୍ଠିତ ହୁଏ। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।